ରାଧେ ରାଧେ ସାଙ୍ଗମାନେ। ଜୀବନ ଗୋଟେ ଥର ମିଳିଛି, ଏ ସବୁଠୁ ବଡ଼ ମିଛ। ସତ କଥା ତ ଏଇଟା, ଗୋଟେ ଥର ମିଳିଥାଏ ମୃତ୍ୟୁ। ଜୀବନ ତ ସବୁଦିନ ମିଳିଥାଏ। ଏ ଦୁନିଆରେ ଏମିତି ଲକ୍ଷେ ଲୋକ ଥିବେ, ଆଜି ସକାଳର ସୂର୍ଯ୍ୟ ଦେଖିନଥିବେ। ଆଉ କୋଟିଏ ଲୋକ ଏମିତି ଥିବେ, ସେମାନେ ଜାଣିନଥିବେ କାଲିର ସୂର୍ଯ୍ୟକୁ ଦେଖିପାରିବେ କି ନାହିଁ। ଜୀବନର କୌଣସି ଭରସା ନଥାଏ। ସବୁଦିନ ସକାଳୁ ତୁମର ଯେତେବେଳେ ଆଖି ଖୋଲିଥାଏ ନା, ତୁମେ ସେତେବେଳେ ଏଇଟା ଭାବ କି ଆଜି ତୁମକୁ ନୂଆ ଜୀବନ ମିଳିଛି। ନିଜେ ବି ଜାଣିନ କାଲି ତୁମକୁ ଏହି ଜୀବନ ମିଳିବ କି ନାହିଁ। ଯେତେବେଳେ କାହା ପାଖରେ ଗୋଟେ ଦିନ ଜୀବନ ଥାଏ, ତାହେଲେ ସିଏ ସେଇ ଗୋଟେ ଦିନରେ ଗୋଟେ ସେକେଣ୍ଡ ବି ନଷ୍ଟ କରିବା କଥା ଭାବେ ନାହିଁ। ଜୀବନ ମିଳିଛି ଯଦି କିଛି କରିକି ଦେଖାଅ, ଆଉ ଯଦି ସମୟ ଖରାପ ଅଛି ତାକୁ ବଦଳାଇକି ଦେଖାଅ, ଆଉ ମରିବା ପୂର୍ବରୁ ଜୀବନ ଜିଇକି ଦେଖାଅ। କେତେ ଦିନ ବଞ୍ଚିବ ଏଇଟା ଭାବ ନାହିଁ, କେମିତି କଟିବ ଏଇ ଜୀବନ ଏଇଟା ଚିନ୍ତା କର ନାହିଁ। ଜୀବନ ଗୋଟେ ଯୁଦ୍ଧ, ଏହି ଯୁଦ୍ଧ ଜିତିକି ଦେଖାଅ। କର୍ମ କର, ହେଲେ ଫଳର ଚିନ୍ତା କର ନାହିଁ। ଆଉ ସବୁ କାମକୁ କିସ୍ମତରେ ଥିବ ଯଦି ମିଳିବ ଏଇଟା କେବେ ଭାବ ନାହିଁ। ଏହି ଜୀବନ କିଛି ଐତିହାସିକ କାମ କରିବା ପାଇଁ ମିଳିଛି, ସମୟ ବର୍ବାଦ କରିବା ପାଇଁ ନୁହେଁ। ସାଙ୍ଗମାନେ, ଖରାପ ସମୟ ସିନ୍ଦୁକ ପରି ହୋଇଥାଏ। ଯେଉଁଠୁ ସଫଳତାର ହତିଆର ମିଳିଥାଏ, ସମସ୍ତଙ୍କର ଖରାପ ସମୟ ଆସିଥାଏ। ଆଉ ସମସ୍ତଙ୍କ ପାଖରେ ଏହି ସିନ୍ଦୁକ ଥାଏ, ହେଲେ ଏହି ସିନ୍ଦୁକ ଖୋଲିବାର ଚାବି ସମସ୍ତଙ୍କ ପାଖରେ ନଥାଏ। କେଉଁ ବ୍ୟକ୍ତି ଖରାପ ସମୟରେ ଭାଙ୍ଗି ପଡ଼ିଥାଏ, ଆଉ କେଉଁ ବ୍ୟକ୍ତି ଖରାପ ସମୟରୁ ବାହାରିବାକୁ ଚେଷ୍ଟା କରିଥାଏ। ଆଉ ଯେଉଁ ବ୍ୟକ୍ତି ଖରାପ ସମୟରେ ଶିଖିଥାଏ, ସିଏ ଏହି ସିନ୍ଦୁକକୁ ଖୋଲି ପାରିଥାଏ, ଆଉ ତାରି ହାତରେ ସଫଳତା ମିଳିଥାଏ। ସମସ୍ୟା ହେଲେ ସମସ୍ୟାରୁ ଦୂରେଇ ଯିବା ସହଜ ହୋଇଥାଏ, ହେଲେ ଜୀବନ ଜୀଇଁବା ସିଏ ଶିଖିଥାଏ, ଯିଏ ସମସ୍ୟାକୁ ସମାଧାନ କରି ଆଗକୁ ବଢ଼ିଥାଏ। ସାଙ୍ଗମାନେ, କୌଣସି ଲକ୍ଷ୍ୟ ମନୁଷ୍ୟର ସାହସ ଠାରୁ ବଡ଼ ନୁହେଁ। ହାରିଛି ସିଏ ଯିଏ ଲଢ଼ି ନାହିଁ। ଆପଣଙ୍କୁ କେଉଁ ଦୁଶ୍ମନ ସହିତ ଲଢ଼ିବାର ନାହିଁ, ଆପଣଙ୍କୁ ଆପଣଙ୍କର ଖରାପ ଆଦର୍ଶ ସହିତ ଲଢ଼ିବାର ଅଛି। ଆପଣଙ୍କୁ ଆପଣଙ୍କର ଖରାପ ସମୟ ସହିତ ଲଢ଼ିବାର ଅଛି। ଏ ଦୁନିଆରେ ସବୁଠାରୁ ବଡ଼ ସତ୍ୟ ଏଇଟା କି ଭଲ ସମୟ ଦେଖିବାକୁ ହେଲେ ଖରାପ ସମୟ ସହିତ ଲଢ଼ିବାକୁ ହେବ। କାହିଁକି ନା ଯିଏ ଜୀବନରେ ବିପତ୍ତି ଦେଖି ନାହିଁ, ଖରାପ ସମୟ ଦେଖି ନାହିଁ, ତାକୁ କେବେ ବି ତାର ତାକତ ଜଣା ହିଁ ପଡ଼ିନାହିଁ। ଏଥିପାଇଁ କହିଥାନ୍ତି କି ଖରାପ ସମୟକୁ ଡର ନାହିଁ। ଏହି ଡର ଆଉ କେଉଁଠି ନୁହଁ, ଆପଣଙ୍କ ଦିମାଗରେ ରହିଥାଏ। ନିଜକୁ ଖାଲି ଏଇଟା ମନେ ପକାଅ, ଆମେ କ'ଣ ଖାଲି ଆସିକି ଖାଲି ପଳେଇବା, କିଛି ତ କରିବାନି, ଯେମିତି ଲୋକମାନେ ଆମକୁ ଚିହ୍ନିବେ। ଚାଲ ଆଗକୁ ବଢ଼ିବା।